पुराण 30 अध्याय। शुक्लांबरधरं विष्णुं शशिवर्णं चतुर्भुजं प्रसन्नं वदनं ध्यायेत् सर्वविघ्नप्रशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। आजर विषय रही विष्णु उद्दालक आश्रमे प्रवेश। अस्पृश्यत्वं च कथितं सुतबुद्धि करे सुया। स्पृश्यत्वं च कथं प्राप्तस्तथायं सौरिवासरे। बट पिपल वृक्षर धर्म कथा शुण अति आनंदित हेले सौनकादि मुनि। पुणे संशय मनरे बोइले सुत कहि मनरु संदेह तुटा तुरित। सौनक उवाच एथो अंतरे सुर मुनिंक मुख चाहि बोलंती सादरे शुण आहे पुण्य देहि। संक्षेपी कह किं पाओ स्वस्थ वृक्ष मूले। विश्राम करन्ते दोष लागे रात्र काले। पुणी अर्क बार दिन कले ताकु स्पर्श आपणार पुण्य कर्म मान हुए नाश। एक कथा गोटिक कहि दिय परिमाणी। आंभ मन मध्यरु संदेह जाऊ शुणी। सुत उवाच कहन्ति जे सुत मुनि मुनिंक वचने। एथु अनंतरे तुम्भे शुण सावधाने। पूर्व जुगे ब्रह्मा सहिते हरिहर देवासुर सहितरे मंथिले मंदर। से कालरे जान क्षीण जलधि मंथनु। लक्ष्मी सहितरे उपजिले कामधेनु। कौस्तुभ रत्नमणि अमूल्य रतन। लक्ष्मी सहितरे उपजिले कामधेनु। कौस्तुभ रत्नमणि अमूल्य रतन। अष्टनिधि अष्टनायिका सहिते जान। ऐरावत सहितरे अश्व श्रवा। एहि परकारे जेते जेते द्रव्य बा। केते केते अछि आउ कहिबा बखाणी। तुम्भे माने तो सर्वज्ञ अछ सबु जाणी। प्रथम दिन रे प्राप्त हेले जेउ द्रव्य। देवता मानंकु ताहा देले पद्मनाभ। आपणे महालक्ष्मी की नेले नारायण। विवाह करी रखिले निज सन्निधान। विष्णु को स्वामी रूपरे पाई लक्ष्मी तोष। आनंदे वैकुंठपुरे करन्ति निवास। एक दिने महालक्ष्मी नारायण पासे। कर जोड़ी जणाइले अतीव संतोषे। नमयी करुणा सिंधु भक्त सदर। अशेष जगत
ନାଥ ପ୍ରଭୁ ବିଶ୍ଵେଶ୍ୱର। ଜଗତ ଜନ ବନ୍ଦନ ଭକ୍ତ ଜନ ବନ୍ଧୁ, ଶରଣ ରକ୍ଷଣ ଦିନ ଜନ କୃପା ସିନ୍ଧୁ। ଶରଣ ଜନଙ୍କ ତୁମ୍ଭେ ଅଟ ସୁଖ ରାଶି, ଜୟ ଜୟ କୃପା ସିନ୍ଧୁ ମହାଶୂନ୍ୟବାସୀ। ଏଣୁ କରି ଆପଣଙ୍କ ଶ୍ରୀଚରଣ ତଳେ, କାକୁସ୍ଥ ଚିତ୍ତରେ ଜଣାଉଛି ଭକ୍ତି ବଳେ। ମୁହିଁ ତବ ବାସୀ ଅନୁକମ୍ପା ମୋରେ ହେଉ, ଏତିକି ପ୍ରାର୍ଥନା ମୋର ଆହେ ମହାବାହୁ। ମୋହର ଯେ ଜ୍ୟେଷ୍ଠ ଭଗ୍ନୀ ନାମ ଲକ୍ଷଣୀ, ବିରୂପ ହୋଇ ଜନ୍ମିଲା ଭାଗ୍ୟ ଦୋଷ ଘେନି। ଅତି ଅପ୍ରଚ୍ଛନ୍ନ ତାର ଶରୀର ଶୋଭା, ବିରୂପ ଦେଖି ତାହାକୁ ନୋହିଲେ କେ ବିଭା। ଏମନ୍ତ ଭବିଷ୍ୟ ଗୋଟି ନେତ୍ର ପଥେ ଦେଖି, ଆମ୍ଭ ପିତା ବରୁଣ ଯେ ମନେ ଅତି ଦୁଃଖୀ। ଶାସ୍ତ୍ରରେ କହିଛି ଯୁବ କନ୍ୟା ଯେବେ ଗୃହେ, ଅବିବାହୀ ହୋଇ ପିତା ଘରେ ଯେବେ ରହେ। ତାହା ସକାଶରୁ ପିତା ମାତାଙ୍କ ସୁକୃତ, କିଞ୍ଚିତ ମାତ୍ରକ ସବୁ ହୋଇଯାଏ ହତ। ଜ୍ୟେଷ୍ଠ ଥାଉ କନିଷ୍ଠକୁ ମୋ ପିତା ବରୁଣ, ଆପଣଙ୍କ ହସ୍ତେ ମୋତେ କଲେ ସମର୍ପଣ। ଜ୍ୟେଷ୍ଠ ଭଗ୍ନୀ ଅବିବାହୀ ହୋଇଣ ରହିଛି, ଏମନ୍ତ ହବିଷ୍ୟ ଦେଖି ପିତା ଅତି ଦୁଃଖୀ। ପିତା ଦୁଃଖ ଦେଖି ମମ ହୃଦ ହୁଏ ଦହି, ଏଣୁ ତବ ପାଦେ ମୋର ଏତିକି ବିନୟୀ। ଆପଣ ତ ସ୍ୱୟଂ ଅଟ ଜଗତ କରତା, ତୁମ୍ଭେ କି ନ ଜାଣ ଜଗ ଜନଙ୍କର ଚିନ୍ତା। ଏଣୁ ଏହି ମମ ଅନୁରୋଧ ତୁମ୍ଭଠାର, ମୋର ଜ୍ୟେଷ୍ଠ ଭଗ୍ନୀ ଅଲକ୍ଷ୍ମୀ କି ବିଭା କର। ମହାଲକ୍ଷ୍ମୀଙ୍କର ଏହି ସୁଧା ବାକ୍ୟ ଶୁଣି, ଚିତ୍ତେ ଚିନ୍ତିଲେ ଅଶେଷ ଜନ ଚିନ୍ତାମଣି। ଯେଣୁ କରି ଅଟନ୍ତି ସେ ଦୟାଳୁ ପୁରୁଷ, ଆପଣେ କରି ଅଛନ୍ତି ସର୍ବଭୂତେ ବାସ। ଆପଣାର ପ୍ରିୟତମା ବାକ୍ୟ ସ୍ନେହ ବହି, ତତକ୍ଷଣେ ବାହାରିଲେ ଗରୁଡ଼ ଆରୋହୀ। ଉଦାଳ ଋଷିଙ୍କ ଆଶ୍ରମେ ପ୍ରବେଶିଲେ, ବିଷ୍ଣୁଙ୍କୁ ଦେଖିଣ ମୁନି ପାଦେ ପ୍ରଣମିଲେ। ପୂଜା ବିଧି କଲେ ମୁନି ଷୋଡ଼ଶ ପ୍ରକାରେ, କରପତ୍ର ଯୋଡ଼ି ପ୍ରଣମିଲେ ଭକ୍ତି ଭରେ। ଶ୍ରୀହରି ବୋଲନ୍ତି ଆହେ ମୁନି ଶ୍ରେଷ୍ଠ ଶୁଣ, ଆସିଅଛୁ ତୁମ୍ଭରେ କରିବୁ ବନ୍ଧୁପଣ। ଏଥିପାଇଁ ଆମ୍ଭର ଯେ ଅଛି ବହୁ ଇଚ୍ଛା, ତୁମ୍ଭର ଏଥିରେ ମୁନି ଅଛି କେଉଁ ବାଞ୍ଛା। ଆମ୍ଭ ପ୍ରିୟତମାଙ୍କର ଅଛି ଏକ ଭଗ୍ନୀ, ତାହାଙ୍କୁ ତୁମ୍ଭେ ବିବାହ କର ଆହେ ମୁନି। ଆମ୍ଭଠାରେ ସ୍ନେହ ଯେବେ ଅଛଇ ତୁମ୍ଭର, ଆନନ ବିଚାରି ତାଙ୍କୁ ତୁମ୍ଭେ ବିଭା କର। ବିଚାରି ବୁଝିଲେ ସିଦ୍ଧ ଯୋଗୀ ଅଟ ତୁମ୍ଭେ,
ଏଣୁ କରି ଚିକିସିନା କହୁଅଛୁ ଆମ୍ଭେ। ସାଧୁ ସଙ୍ଗତରେ ଯଦି ହେବ ବନ୍ଧୁପଣ, ଆମ୍ଭଙ୍କୁ ହୋଇବ ଏହା ପରମ କାରଣ। ଦରହସିତ ବଚନେ କହନ୍ତେ ମୁରାରି, ଶୁଣିଣ ସାନନ୍ଦ ଉଦ୍ଦାଳକ ତ ପଚାରି। କର ଅଞ୍ଜଳି ଦେଇଣ ପାଦରେ ପଡ଼ିଲେ, ନିସ୍ତରିଲି ମହାପ୍ରଭୁ ବୋଲିଣ ବୋଇଲେ। ସାକ୍ଷାତରେ ଅଟ ତୁମ୍ଭେ ଜଗତ ଜୀବନ, ଅନ୍ୟଥା ହେବ କୀର୍ତ୍ତବ ଶ୍ରୀମୁଖ ବଚନ। ଆପଣ ଆଜ୍ଞାକୁ କିୟ ଲଙ୍ଘିତ ଯେ ମୋର, ତେଣୁ କରି ଅଟ ତୁମ୍ଭେ କରୁଣା ସାଗର। ନାରାୟଣଙ୍କ ବନ୍ଧୁ ପ୍ରାର୍ଥନା ବାକ୍ୟ ଶୁଣି, ଉଦ୍ଦାଳକ ଜଣାଇଲେ ହେଉ ଚକ୍ରପାଣି। ଋଷିଙ୍କର ସନମତ ଦେଖି ଚକ୍ରଧର, ମନ ମଧ୍ୟରେ ପ୍ରଶଂସା କରନ୍ତି ଅପାର। ମହାଲକ୍ଷ୍ମୀଙ୍କର ମନ କରିବାକୁ ତୋଷ, ଯୋଜନା ପ୍ରସ୍ତୁତ କଲେ ପ୍ରଭୁ ବିଶ୍ୱବାସ। ପଦ୍ମ ପୁରାଣ ଉତ୍ତର ଖଣ୍ଡର ଏ ବାଣୀ, ଭାଷା ପରି ବନ୍ଧେ ଦିନ ନାକ ପାଳ ଭଣି। इति श्री पद्मपुराणे उत्तरखंडे कार्तिक पुराणे विष्णु उद्दालकपुरे प्रवेश भक्तनाकपाल कृते नाम 30 अध्याय। 31 अध्याय अलक्ष्मी वन निर्वासन। सुत उवाच स्थूलस्य दीर्घश्रवणं राजति बिभ्रतिं मदनतनु बिभ्यतिं रक्तनयनं रुक्षपिङ्गशिवरारुहम्। सौनकादिङ्की कहन्ति सुत पौराणिक विष्णुଙ୍କର महिमा जे ଅଟଇ ଅନେକ। ନାରାୟଣଙ୍କ ଆଦେଶ ପାଇ ବ୍ରହ୍ମ ଋଷି ବରୁଣ ଭୁବନକୁ ବହନେ ଦୂତ ପେଶି। ଜ୍ୟେଷ୍ଠା କନ୍ୟାକୁ ଯାଇ ବହନ ଅଣାଇଲେ ଆଶ୍ରମର ବିଭା ମଣ୍ଡପରେ ବସାଇଲେ। ଅନେକ ଅନେକ ଲୋକ ତହିଁ ରୁଣ୍ଡ ହୋଇ କନ୍ୟାର ରୂପ ଗୋଟିକି ଦେଖନ୍ତି ନିଠାଇ। ସେ ଜ୍ୟେଷ୍ଠା କନ୍ୟା ସ୍ୱଭାବେ ଅଲକ୍ଷ୍ମୀ ତା ନାମ। ରୂପ ଦେଖି ତାହାର ଯେ ବିରିତ ଯେ କର୍ମ। ପୃଥୁ ଶରୀର ବିଶାଳ ହୃଦ କୋଟି କ୍ଷୀଣ। ପିଙ୍ଗଳ କେଶର କତ ନେତ୍ର ଦୀର୍ଘାନନ। ଦେଖାଯାଉଛି ଦୀପଖା ଚୁଲି ମଧ୍ୟ ଝିଙ୍କା। ଏହି ପ୍ରକାରେ ଦିଶେ ତାହାର ନାସିକା। ଓସାର ପାଟି ଶ୍ରବଣ ପରିଜନ୍ତେ ମୂର୍ତ୍ତି। ଦନ୍ତପନ୍ତୀକୁ ଦେଖିଲେ ଉପୁଜଇ ଭୀତି। ଦୀର୍ଘ ଚରଣ ଦୁଇଟି ଅତି କ୍ଷୁଦ୍ରାକାର। ଜିହ୍ୱା ଗୋଟି ଖଡ୍ଗ ପ୍ରାୟ ଦିଶଇ ତାହାର। କୌଣସି କଥା ତାକୁ ନ ହୁଅଇ ଶୋଭା। ସ୍ୱଭାବେ ବକୀର ପ୍ରାୟ ହୋଇଅଛି ଉଭା। କାକର ପରାଏ ଚକ୍ର ଦୃଷ୍ଟି ସେ କରିଛି। କିଛି ନ କହିଣ ବକ ବକ ରାଇଛି।
ଏମନ୍ତ ଭବିଷ୍ୟ ଗୋଟି ଗୋଟି ସର୍ବଲୋକେ ମନ ମଧ୍ୟରେ ଆଶ୍ଚର୍ଯ୍ୟ ମଣୁଛନ୍ତି ଥୋକେ। ବିଷ୍ଣୁଙ୍କ ଆଦେଶ ମାନି ଋଷି ଉଦାଳକ ଅଲକ୍ଷ୍ମୀକୁ ବିଭା ହେଲେ ମୁନି ସୁବିବେକ। ବିଷ୍ଣୁ ବାକ୍ୟ ମାନି କନ୍ୟା ଗୁଣନ ବାଛିଲେ କିଛି ନ ବିଚାରି ଅଲକ୍ଷ୍ମୀଙ୍କି ବିଭା ହେଲେ। ଉଦାଳକ ଲକ୍ଷ୍ମୀର ବିଭାଘର ଶେଷ ଯେଝାପୁରେ ଗଲେ ସର୍ବେ ହୋଇଣ ହରସ। ତହୁଁ ପରେ ଅଲକ୍ଷ୍ମୀଙ୍କି ସଙ୍ଗତରେ ଘେନି ଆପଣା ଆଶ୍ରମେ ଗଲେ ଉଦାଳକ ମୁନି। କିଛି କ୍ଷଣେ ଆପଣା ଆଶ୍ରମେ ଯାଇ ମିଳି ବର କନ୍ୟା ଦେଖି ଜନେ ଦେଲେ ହୁଳହୁଳି। ମଙ୍ଗଳ ବିଧି ଦେଖିଣ ସାଗର ଦୁଲଣୀ ଆପଣା ମନ ମଧ୍ୟରେ କଲା ସେ ଭାଳେଣୀ। ତହିଁରେ ସୁଖ ନ ପାଇ ମୁନି ପାଶେ ଗଲା କିଛି ଦୂରେ ଉଭା ହୋଇ ନିରେଖି ଚାହିଁଲା। ଦାଣ୍ଡ ଦୁଆରେ ମଉନେ ଉଭା ହେଲା ଆସି ଦେଖି ତାକୁ ପଚାରନ୍ତି ଉଦାଳକ ଋଷି। ଉଠି ଆସି ନିଜ ଘରଣୀର ଆଗେ ମିଳି ଉଭା ହୋଇଣ ବଚନ କହନ୍ତି ଓଗାଳି। ଲଜ୍ଜା ସଂକୋଚକୁ ଛାଡ଼ି ତେଜି ଘର ଦ୍ୱାର ଏଠାରେ ଆସି କାନ୍ଦୁଛୁ ବାଉଳି ପ୍ରକାର। କହ କି ହୋଇଲା ବୋଲି ପଚାରନ୍ତି ମୁନି ଏହା ଶୁଣି ଅଲକ୍ଷ୍ମୀ ଯେ କହନ୍ତି ବଖାଣି। आहे ମହାଋଷି ତୁମ୍ଭେ ମୋହଠାରୁ ଶୁଣ ମୋହଠାରେ ଅଛି ଜାଣ ଯେଉଁ ପରି ଗୁଣ। ମୁଁ ହିଁ ଅଟଇ ବରୁଣ ରାଜାଙ୍କର ଝିଅ ଯାବତ ବାଦ ବିବାଦ କାର୍ଯ୍ୟେ ମୋର ପ୍ରିୟ। ଯେ ବଣ ଗୃହରେ ଜାଣ ନିତ୍ୟ ହୁଏ କଳି ଏକ ଆରକରେ କରୁଥାନ୍ତି ବାହୁଆଳି। ଯେ ବଣ ଗୃହେ ପୁତ୍ର ଭାରି ଯାଦା ସଦାସୀ ଆପଣା ପ୍ରଭୁକୁ ନିନ୍ଦା କରୁଥିବେ ବସି। ଯେଉଁଠାରେ ଅପ୍ରଚ୍ଛନ୍ନ ଗୃହ ଓ ମନ୍ଦିର ଯହିଁ ହେଉଥିବ ମିଥ୍ୟା ଚୋରି ପରଦାର। ସକଟା ମିଥ୍ୟା ଦ୍ୟୁତ କପଟ ମାଡ଼ଗୋଳ ଜୀବ ହିଂସା ପ୍ରାଣୀ ନିନ୍ଦା ଏ ଆଦି ସକଳ। ଏପରି ସ୍ଥାନକୁ ମୋର ଶରଧା ବହୁତ ତହିଁରେ ରୁହଇ ମୁହିଁ आहे ତପୋବନ୍ତ। ଯେ ବଣ ସ୍ଥାନକୁ ମୁହିଁ ଅସୁଖ ମଣଇ ଶୁଣ ଏକ ମନ ହୋଇ आहे ମୁନି ସାଇ। ବେଦ ପୁରାଣ ବଚନ ଗୋବିନ୍ଦଙ୍କ ନାମ ମୋହର ପକ୍ଷରେ ହା ଅଟଇ ହେ ଜମ। ହରିନାମ ସଂକୀର୍ତ୍ତନ ନେତ୍ରେ ନ ଦେଖଇ କର୍ଣ୍ଣରେ ଶୁଣିଲେ ମନେ ବିମୁଖ ହୁଅଇ। ସୁନ୍ଦର ସ୍ତ୍ରୀ ପୁରୁଷ ରୂପକୁ ଦେଖିଲେ ଅତ୍ୟନ୍ତ ବିରକ୍ତ ଯେ ଲାଗୁଥାଏ ଭଲେ। କ୍ରିୟାବନ୍ତ ଲୋକଙ୍କୁ ମୁଁ ଦେଖି ନ ପାରଇ
ସେପରି ଲୋକଙ୍କୁ ମୁହିଁ ନ ପାରଇ ସହି। ଯେ ବଣଠାରେ ହବିଷ୍ୟ ଅନ୍ନ ଶୂଦ୍ର ପାତ୍ରେ କିବା ହୋଇଥିବ ପୁଣ୍ୟ ତୀର୍ଥ ପୁଣ୍ୟ କ୍ଷେତ୍ରେ। ଏହି ଦ୍ରବ୍ୟମାନଙ୍କେ ଅସନ୍ତୋଷ ମଫନ ସେପରି ଲୋକ ଦେଖି ମୁଁ ହୁଏ କମ୍ପମାନ। ଆବର ପୁଣି ଗନ୍ଧ ଚନ୍ଦନ ଆଦି ପୁଷ୍ପ କଦାଚିତେ ମୁହିଁ ନଘେ ନଈ ତାର ବାସ। ଯେ ବଣଠାରେ ଜାଣ ଆମିଷ ବାସ ନାହିଁ ସେପରି ସ୍ଥାନରେ ମୁହିଁ ରହି ନ ପାରଇ। ଏବେ ତୁମ୍ଭର ମନ୍ଦିରେ ନୀତି ଘୃତ ବାସ ଲାଗିଅଛି ହୋମ ଯେ ଅନଳ ଧୂମ ଗ୍ରାସ। ଏ ରୀତି ଦେଖିଣ ମୁହିଁ ନ ପାରଇ ସହି। ଦେହ ମୋର ରମ୍ଭା ପତ୍ର ପ୍ରାୟ କଥରଇ। ଗରୁଡ଼ ଆଗରେ ଯେଉଁ ପରି ହୁଏ ସର୍ପ ଏମନ୍ତ ଭବିଷ୍ୟ ଦେଖି ମୁହିଁ ସେହି ରୂପ। ଏଣୁ କରି ମୁନି ଆହେ କହୁଛି ବୁଝାଇ ମୋର ଅନୁରୋଧ ରକ୍ଷା କର ଶ୍ରଦ୍ଧା ବହି। ମୋହର ଉପରେ ଯେବେ ଅଛି ତବ ଆସ କୁତ୍ସିତ ସ୍ଥାନରେ ମୋତେ ନେଇ କର ବାସ। ଏମନ୍ତ କହି ମୁନିକି ସିନ୍ଧୁରାଜ ଜେମା ଉଚ୍ଚରେ କାନ୍ଦି ଉଠିଲା ସେ ହୁଅଲକ୍ଷମା। ଅଲକ୍ଷ୍ମୀର ଏହି ବାକ୍ୟ ଶୁଣି ବ୍ରହ୍ମ ଋଷି ଆଶ୍ଚର୍ଯ୍ୟମଣି ଚିନ୍ତା ସାଗରେ ଗଲେ ଭାସି। ଦ୍ରୁହଗତେ ବିଚାରି ବୁଲନ୍ତି ମୁନି ସାଇ। ଏହି ଥିଲେ ମୋହର ଯେ ଭଲ ଗତି ନାହିଁ। ଯଶ ଆୟୁଷ ମୋହର କରିବ ଏହତ କାଳେ ପ୍ରମାଦ ପଡ଼ିବ ଏକଥା ନିୟତ। ଏ ନାରୀ ଅଟଇ କୂଳ କଳଙ୍କିନୀ ସାଲ ବେଳ ହୁଏ ଏହାକୁ ପେଖିବା ଅଟେ ଭଲ। ବେଦ ପୁରାଣ ମାନଙ୍କେ କହିଛନ୍ତି ମୁନି କଳହାସ୍ତିରୀଟି ଜାଣ ଅଟେ ଦୁର୍ବାଦିନୀ। ଯେ ବଣ ନାରୀ ସ୍ୱାମୀଙ୍କ ନିନ୍ଦି ବନ୍ଦୀ କରେ ଶାସ୍ତ୍ର କହେ ତାହାକୁ ନ ରଖି ଯେବେ ଘରେ। ଏହା ନ ଜାଣି ଯେବେ କ୍ରୋଧ ଭାବେ ରଖି ପଶ୍ଚାତ କାଳକୁ ଜାଣ ହୁଏ ବଡ଼ ଦୁଃଖୀ। ସକଳ ଧର୍ମ ତାହାର ହୁଇ ବିନାଶ ଅନ୍ତିମ କାଳକୁ ଯାଇ ନର୍କପୁରେ ବାସ। ଏହି କଥା ଗୋଟି ଜାଣ ଅଟଇ ପ୍ରମାଣ ଏହାକୁ ମୋହର ଆଉ ନାହିଁ ପ୍ରୟୋଜନ। ମନ ମଧ୍ୟରେ ମନ୍ତ ପାଞ୍ଚି ମହାମୁନି ଅଲକ୍ଷ୍ମୀକୁ ଆପଣାର ସଙ୍ଗତରେ ଘେନି। ଯାଇ ଯାଇ କେତେ ବେଙ୍କ ଦୂରେ ଦୀପାନ୍ତରେ ପହଞ୍ଚିଲେ ଜନଗମ୍ୟ ବନ ଯେ ଘୋରେ। ଏକ ଅଶ୍ୱତ୍ଥ ବୃକ୍ଷ ମୂଳେ ହେଲେ ଯାଇ ସେ ବୃକ୍ଷର ତଳେ ପତି ପତ୍ନୀ ଉଭା ହୋଇ। ସେହିଦିନ ଗୋଟି ଜାଣ ଥିଲା ନିଶ୍ଚର ଧର୍ମ ପୁରୁଷକୁ ସୁମରିଲେ ମୁଁ
मुनिवर अस्वस्थ वृक्ष मूलेऽस्मिन् लक्ष्मी सोऽपि क्षणम् आवासस्थानमालोक्य जावन्नयाम्यहं पुनः छल करी अलक्ष्मीକୁ कहि मुनि साई बोइले हि स्थाନରେ ଥାଅ ତୁମ୍ଭେ ରହି ତୋହର ଶରଣା ମାନ ଯେଉଁଠାରେ ଅବା ଅବଶ୍ୟ ସେ କଥା ମାନ ପୂରଣ କରିବା କିଛି ନ ବିଚାରି ଏହିଠାରେ ବେରହ ତୋର କାମନା ପୂରଣ ହୋଇବ ନିଶ୍ଚୟ ଆମ୍ଭେ ଯାଉଛୁ ଭକ୍ଷ ପଦାର୍ଥ ତୋ ନିମନ୍ତେ ସବୁ ଯାକ ଘେନିଣ ମୁଁ ଆସଇ ତୁରିତେ ସ୍ୱାମୀଙ୍କର ବଚନେ ଅଲକ୍ଷ୍ମୀ ସିନ୍ଧୁ ସୁତା ମନ ମଧ୍ୟରୁ ସକଳ ଦୂର କରି ଚିନ୍ତା ସେ ଅସ୍ୱସ୍ଥ ବୃକ୍ଷ ମୂଳେ ରହିଲା ସେ ବସି ତହୁଁ ପରେ ଯାହା କଲେ ଉଦାଳ କରୁସି ନିଜ ଆଶ୍ରମରେ ଯାଇ ହୋଇଲେ ପ୍ରବେଶ ବିଷ୍ଣୁ ପାଦେ ଧ୍ୟାନ ଲଗାଇଲେ ମୁନିଶ କ୍ଷୀରଧନିବାସୀ ପ୍ରଭୁ କମଳା ରମଣ ବାରେକ ଏହି ଦୁସ୍ତରୁ କର ଉଦ୍ଧାରଣ ଚତୁର୍ଦ୍ଦଶୀ ତିଥି ଆସି ପ୍ରବେଶ ହୁଅଇ ପାପ ମୁକ୍ତ କର ପ୍ରଭୁ କମଳାଙ୍କ ସାଇ ଆପଣଙ୍କ ପଦ କଞ୍ଜେ ଏହି ନିବେଦନ ପଦ ଛନ୍ଦେ ଭଣେ ନାକ ପାଳ ଦୀନହୀନ ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक पुराणे अलक्ष्मी वन निवासे भक्तनागपाल कृते नाम 31 अध्याय 32 अध्याय अलक्ष्मी स्थान निरूपण पृथुवाच स्थापि बोधि तरोर्मूले भर्तुराग ममत्सुका दुःखिता त्रिदिनस्यान्ते रोदती च पुनः पुनः एबे आहे मुनि जने एक मने शुण संक्षेपी कहिबा लक्ष्मीर कर्म गुण से पिपल वृक्ष मूले अति दुखे बसी स्वामींकर आगमने होई अभिलाषी निश्चय आसिब बोली मन मध्य गुणी एणे तेणे दश दिशे चाहे पुणी पुणी चतुर्दिगକୁ अनवरत देई दृष्टि स्वामी न आसिबा देखि मने अति कष्टी एमन्ते तृतीय दिन जाए बाट चाही मन मध्यरे अत्यंत विकल होई रोदन करे उच्च स्वरे क्रंदन रळस बदे चतुर्दश पुरे तरस्थ होइले जने से क्रंदन शुणी वैकुंठपुरे थाई जानिले कमलिनी श्रवण डेरी शबद अनुसरी कर्णे जानिले भग्नि मोहर कांदुअछि बने एमंत भविष्य देखि भाଳି देवी चित्ते समाबरे जणाइले स्वामींक ग्रते भोनाथ मोहर वाणी शुण सावधाने
ଏବେ ମୋର ଜ୍ୟେଷ୍ଠ ଭଗ୍ନୀ ପଡ଼ି ଘୋର ବନେ। କର୍ମ ଦୋଷ ଘେନି ସ୍ୱାମୀ ବିଚ୍ଛେଦରେ ସେହି ଅନାଥ ହୋଇ କାନ୍ଦୁଛି ଘୋର ବନେ ରହି। ଏବେ ଆପଣ ତାହାର ସନ୍ନିଧିକି ଯାଅ, ବନସ୍ତରୁ ଆଣି ଭଲ ସ୍ଥାନରେ ରଖାଅ। ନହିଲେ ମୋହରପୁରେ ଆଣ ତାକୁ ଯାଇ, ଯେଉଁପରି ଦୁଃଖ ତାର ଯିବ ଦୂର ହୋଇ। କମଳାଙ୍କ ବାଣୀ ଶୁଣି ଜଗତ ଜୀବନ, ବିଚାରିଲେ ଭଲ କଥା ସିନା ଅଟେ ଜାଣ। ବିଳମ୍ବ ନ କରି କ୍ଷଣେ ଗରୁଡ଼ ଆରୋହୀ, ଅଲକ୍ଷ୍ମୀ କନ୍ୟା ନିକଟେ ପ୍ରବେଶିଲେ ଯାଇ। ପ୍ରଭୁଙ୍କ ଦିବ୍ୟ ମୂରତି ନେତ୍ରେ ଦେଖି କରି, ତତକ୍ଷଣେ ଉଭା ହେଲା ସେହି ଦ୍ୱିଜ ନାରୀ। କ୍ରୋଧକୁ ସମ୍ଭାଳି ନ ସେ ଧୈର୍ଯ୍ୟ କଣ ବହି, ତରୁ ହାଡ଼ରେ ସେ ଉଭା ହେଲା ଯାଇ। ପ୍ରଭୁଙ୍କୁ ଦେଖିଣ କାନ୍ଦି ମନେ ଅତି ତୁଷ୍ଟି, ବକ୍ର ନୟନେ ଅନାଇ କଲା ବକ୍ର ବୃଷ୍ଟି। ତାର ମନ କଥା ଜାଣି ଦେବ ଅନ୍ତର୍ଯ୍ୟାମୀ, ସାଦରେ ବାଣୀ ପ୍ରକାଶ କଲେ ଦେବ ସ୍ୱାମୀ। ଶ୍ରୀକୃଷ୍ଣ ବାଚ ବୋଲନ୍ତି ଗୋ ଶୁଣ ତୁମ୍ଭେ ସିନ୍ଧୁରାଜ ଯେ ମା, ମୋତେ ପେଶିଲେ ତୁମ୍ଭ କନିଷ୍ଠ ଭଗ୍ନୀର ମା। ଏବେ ତାହାଙ୍କର ପୁରେ ଚାଲ ଯିବାସ, ସେ ବୈକୁଣ୍ଠ ଭୁବନେ ରହିବ କରିବାସ। ସକଳ ସୁଖ ସମ୍ପଦ ପାଇବ ସେ ପୁରେ, ଆନନ୍ଦେ ରହିବ କପିତପୀଙ୍କ ମେଳରେ। ମୋହର ନାମକୁ ହୃଦ ପଦ୍ମେ କରି ଧ୍ୟାନ, ମୋକ୍ଷ ପାଇଁ ଯେଉଁପୁରେ କରନ୍ତି ଗମନ। ଜୀବନପୁରେ କିଞ୍ଚିତ ଅଙ୍ଗେ ନାହିଁ ତ୍ରାସ, ସେହି ଭୁବନକୁ ମୋର ସଙ୍ଗେ ଯିବାସ। ତୁମ୍ଭର କନିଷ୍ଠା ଭଗ୍ନୀ ଦେବୀ କମଳିନୀ, ବୈକୁଣ୍ଠପୁରର ସେ ଅଟନ୍ତି ଠାକୁରାଣୀ। ଦାସ ଦାସୀ ଘେନି ବିଳସନ୍ତି ଆନନ୍ଦରେ, ତୁମ୍ଭେ ଯାଇ ରହିବ ଯେ ତାଙ୍କ ଗହଣରେ। ବିଳମ୍ବ ନ କରି ଆସ ଚାଲ ଯିବା ବେଗେ, ଏକାକୀ ହୋଇ କିମ୍ପା ରହିବ ବନ ଭାଗେ। ବିଷ୍ଣୁ ବଚନେ ଅଲକ୍ଷ୍ମୀ ଦିଅନ୍ତି ଉତ୍ତର, ମୋହର ବଚନ ଏବେ ଶୁଣ ଚକ୍ରଧର। ତୁମ୍ଭେ କି ନ ଜାଣ ପୂର୍ବେ ସୃଷ୍ଟି ଅନ୍ତ କାଳେ, ସଚରାଚର ସକଳ ଆତ୍ମା ଏକ ମେଳେ। ସକଳ ସୁକୃତ ମାନ ସଙ୍ଗତରେ ଗଲା, କଳ୍ମଷ ଭାଗ ଯେତେକ ଜାଣ ରହିଥିଲା। ସେ ସର୍ବକଳ୍ପ ସଜାକ ପଙ୍କ ରୂପେ ପଡ଼ି, ପ୍ରଳୟ ଜଳ ମଧ୍ୟରେ ରହିଥିଲା ବୁଡ଼ି। ଏହି ପରକାରେ ଜାଣ କେତେ ଦିନ ଗଲା, ପୁଣି ଯେ ତୋହର ଲୀଳା ପ୍ରକାଶ ହୋଇଲା। ତୋହର ଯେ ରଜଗୁଣ ଘେନି ବ୍ରହ୍ମଜାତ,
ସେହି ବ୍ରହ୍ମରୁ ସଞ୍ଚିଲା ଅଶେଷ ଜଗତ। ଚରଚର ମୂଳେ ଯେତେକ ଜାଣ ଜୀବ, ସଂସାର ମଧ୍ୟରେ ଜାଣ ଜାତ କଲା ସର୍ବ। ପ୍ରଥମ କରିଣ ଯେ ଧର୍ମକୁ ଦେଖଲା, ଏଥୁ ଅନନ୍ତରେ ପୁଣି ଯେଉଁ କୃତ୍ୟ ହେଲା। ପୂର୍ବରୁ ଯେ ବଣ ପାପ ପଙ୍କେ ଥିଲା ପୁରୀ, ସଂସାର ମଧ୍ୟରେ ସେହି ପ୍ରବର୍ତ୍ତି ନ ପାରି। ଲଜ୍ଜା ପାଇଣ ସେ ପାପ କନ୍ୟା ରୂପ ବହି, ବରୁଣପୁରେ ଜନ୍ମିଲା ଅଲକ୍ଷଣୀ ହୋଇ। ଜଳରାଜ ନର ମୁହିଁ ଅଟଇ ଦୁଲଣୀ, ଧର୍ମ ବୋଲି ସଂସାରେ ରହିଛି ଯେତେ କଥା। ସେମାନେ ମୋତେ ଜାଣ ଲାଗଇ ବଡ଼ ବ୍ୟଥା, ସ୍ୱସ୍ଥାନ ମାନଙ୍କରେ ମୁଁ ରହି ନ ପାରଇ। ଏମନ୍ତ ମୋର ସ୍ୱଭାବ ଅଟେ ଭାବଗ୍ରାହୀ, ଅମର ଭୁବନ ଅଟେ ବୈକୁଣ୍ଠପୁର। ଯୁକତରେ ସେହି ମୋକ ନଷ୍ଟା ଭଗ୍ନି ଘର, ଜାଣି ଶୁଣି ସେ ପୁରକୁ ଯିବି ମୁଁ କେମନ୍ତେ। ତା ସୁନ୍ଦର ଶିରି ରୂପ ନ ଜଗାଇ ମୋତେ, ତାହାର ସୁନ୍ଦର ରୂପ ନୟନରେ ନ ଚାହିଁ। ମୋର ଯେ ମନ ଗୋଟି ହେଉଥାଏ ଦହି, କେମନ୍ତ ପ୍ରକାରେ ରହି ବଇଁ ତାର ପାଶ। ଏମନ୍ତ ଅଟଇ ମୋର କଲା କର୍ମ ଦୋଷ, ଜଗତରେ ଯାହାକୁ ବୋଲନ୍ତି ଲୋକେ ଭଲ, ସେସବୁକୁ ମୁହିଁ ଜାଣ ମଣଇ ଯେ ସଲ। ଏଥକୁ ବିଚାର ତୁମ୍ଭେ କର ଦେବ ସ୍ୱାମୀ, ଆପଣ ତ ସ୍ୱୟଂ ମୋଟ ଦେବ ଅନ୍ତର୍ଯ୍ୟାମୀ। ସଂସାର ଜନମାନଙ୍କ କଥା ତୁମ୍ଭେ ଜାଣ, ମୋର ମନ କଥା ପ୍ରଭୁ କିମ୍ପାଇଁ ନ ଶୁଣ। ଏବେ ଆପଣ ମୋହର ମନ ଅନୁସରି, ସେହିପରି ସ୍ଥାନ ମୋତେ ଦିଅ ନରହରି। ମୋର ଭାବ ଘେନି ମୋହି କରିବ ରାଜ୍ୟ, ସ୍ୱାମୀ ସଙ୍ଗତେ ମୋହର ନାହିଁ ଆଉ କାର୍ଯ୍ୟ। ଶୁଣି ପ୍ରଭୁ ନାରାୟଣ ମନେ ଚିନ୍ତା କଲେ, କଲା କର୍ମ ଗୋଟିକୁ କେ ଖଣ୍ଡିବ ସୟଳେ। ଏବେ ମୋହର ବଚନ ଶୁଣ ଜ୍ୟେଷ୍ଠ ବଳି, ଯେ ବଣ ଗୃହରେ ଜାଣ ନିତ୍ୟ ହୁଏ କଳି। ସେପରି ସ୍ଥାନରେ ତୁମ୍ଭେ କରିଥିବ ବାସ, ଆବର ଯେ ମିଥ୍ୟାବାଦୀ ଯେ ବଣ ପୁରୁଷ। ତାହାର କନ୍ଧରେ ତୁମ୍ଭେ ନିତ୍ୟ ଥିବ ବସି, ଆବର ଯେ ପରଦାରାକାରୀ ଅବିଶ୍ୱାସୀ। ନିନ୍ଦୁକ ପର ପୀଡ଼କ ଯେ ଲୋକ ଅଟଇ, ଅଶୋଷ ଭାବରେ ଯେହୁ ଜୀବନ ବଞ୍ଚଇ। ମୋହର ନାମକୁ ନିନ୍ଦା କରେ ଯେଉଁ ଜନ, ଛଳନା କରିଣ ମୁଖେ ଯେ କହେ ବଚନ। ଏମନ୍ତ ପ୍ରକାରେ ପ୍ରୀତିହୀନ ଜନ ସଙ୍ଗେ, ଅହରହ ତୁମ୍ଭେ ବସିଥିବ ତାରଙ୍ଗେ। ଜୁଆ ସକଟା ପୋଷା ବେଶ୍ୟାରେ ଯେ ହୁରତ,
ମୂର୍ଖପଣ ବହି ଯେହୁ କରେ ପ୍ରାଣୀ ହତ। ଏମନ୍ତ ସ୍ଥାନ ମାନଙ୍କେ ରହିବ ଯେ ଯାଇ। ଆବର କହୁଛି ପୁଣ ଶୁଣ ମନ ଦେଇ। ବଟ ଯେ ଅସ୍ୱସ୍ଥ ସହିତରେ ବେଲ ନିମ୍ବ। ଧାତ୍ରୀକୁ ମିଶାଇ ଯେ ତୁଳସୀ ଚ୍ୟୁତ ଦ୍ରୁମ। ଏହି ବୃକ୍ଷ ମାନଙ୍କୁ ଯେ ଛେଦନ କରଇ। ସେପରି ଲୋକଙ୍କ ସଙ୍ଗେ ରହିବ ଯେ ଯାଇ। ଆବର ଧର୍ମଶାସ୍ତ୍ରକୁ ନିନ୍ଦେ ଯେଉଁ ଜନ। ଗୁରୁ ବିପ୍ରକୁ ଦେଖି ଯେ ନ କରଇ ମାନ୍ୟ। ପିତା ମାତା ଗୁରୁ ଦ୍ରୋହୀ ଯେ ଜନ ଅଟଇ। ଏମନ୍ତ ଲୋକଙ୍କ ନିକଟରେ ଥିବ ରହି। ପୁତ୍ର ଦୁହିତାକୁ ନିନ୍ଦା କରେ ଯେ ରମଣୀ। ଅହରହ କଳି ଗୋଳ କରୁଥାଏ ପୁଣି। ତୁ ଯାଇ ରହିବୁ ଏତେ ସ୍ତ୍ରୀଙ୍କ ସଙ୍ଗତେ। ପୁଣି ଆବର କହୁଛି ଶୁଣ ଏକ ଚିତ୍ତେ। ଦିବସ ଯାଇ ରାତ୍ରେ ଅସ୍ୱସ୍ଥ ବୃକ୍ଷ ତଳେ। ଗୋଷ୍ଠୀ କରିବୁ ତୁ ଭୂତ ପିଶାଚଙ୍କ ତୁଲେ। ଆନନ୍ଦେ ତାହାଙ୍କ ତୁଲେ ବଞ୍ଚିବୁ ରଜନୀ। କହନ୍ତି ଶ୍ରୀ ନାରାୟଣ ଶୁଣ ଲକ୍ଷଣୀ। ଯେଉଁଦିନ ମୁନି ତୋତେ ବନେ ଛାଡ଼ିଗଲା। ବିଚାରେ ତୋହର ମନେ ବହୁ ଦୁଃଖ ହେଲା। ଯେ ବଣ ଅସ୍ୱସ୍ଥ ତରୁ ତଳେ ତୁ ହି ବସି। ଚିନ୍ତା ସାଗରେ ଆପଣା ଯାଇଥିଲୁ ଭାସି। ସେହି ଚିନ୍ତା ଗୋଟିଏ ଏବେ ହୋଇଯିବ ଦୂର। ଯେଣୁ କରି ପ୍ରସନ୍ନ ହୋଇଲୁ ତୁମ୍ଭଠାର। ଯେ ବଣ ଜନ ଆଜହୁଁ ଶନିବାର ଦିନ। ଭକତି ଚିତ୍ତରେ ପୂଜା କରିବ ଯେ ଜନ। ଅସ୍ୱସ୍ଥ ବୃକ୍ଷଟି ଜାଣ ଅଟେ ମୋ ସ୍ୱରୂପୀ। ତାହାକୁ ସ୍ପର୍ଶ କରନ୍ତେ ହୋଇବ ନିଷ୍ପାପୀ। ନେତ୍ରେ ଦର୍ଶନ କରନ୍ତେ ବିଘ୍ନ ହେବ ନାଶ। ଜୀବନ ହାରିଲେ ତାର ବୈକୁଣ୍ଠେ ବାସ। ଅକ୍ଳେଶରେ ଲଭିବ ସେ ଅକ୍ଷୟ ମୁକ୍ତି। ଶନିବାରେ ମୋଠାରେ ଯେ କରିବ ଭକତି। ତୁହି ଜାଣ ସେହି ଦିନ ମୋ ସନ୍ନିଧେ ଥିବୁ। ମୋହର ଯେ ପୂଜା ଆରାଧନା ତୁ ପାଇବୁ। ପୁଣି 7 ଦିନ ଯାଏ ପ୍ରେତ ଗଣ ତୁଲେ। ଦିନ ହରିବୁ ଅସ୍ୱସ୍ଥ ବୃକ୍ଷ ତରୁ ମୂଳେ। ରଜନୀରେ ବୃକ୍ଷ ତଳେ ବସିବ ଯେ ଜନ। ତା ଶରୀରେ ବିଶ୍ରାମ ତୁ କରିବୁ ଯାଇଣ। ଚିର ଦୁଃଖୀ ହୋଇଣ ସେ ରହିବ ସଂସାରେ। ଏହିପରି ମହାପ୍ରଭୁ କହି ଶ୍ରୀମୁଖରେ। ବୋଇଲେ ଯାଉଛୁ ଆମ୍ଭେ ତୁହି ଏଥେ ରହ। କହି ଅନ୍ତର୍ଧ୍ୟାନ ହେଲେ ପ୍ରଭୁ ଦେବରାୟ। ଖଗ ଆସନରେ ବସି ଦେବ ଦାମୋଦର। ଆପଣା ଭୁବନେ ପ୍ରବେଶିଲେ ଧାତିକାର। କହୁଛନ୍ତି ସୁତ ଶୁଣ ଆହେ ମୁନିବର। ଏହି କାରଣରୁ ଜାଣ ଅସ୍ୱସ୍ଥ ସ୍ଥାବର।
ପୂର୍ବ କାଳରୁ ତାହାର ଅଛି ଏହି ଦୋଷ, ତେଣୁ ରଜନୀରେ ତାହା ଅଟେ ଅସ୍ପରଶ। ସିଦ୍ଧାନ୍ତ ହୋଇଛି ଯେ ଆଦିତ୍ୟବାର ଦିନେ ଦର୍ଶନ କରନ୍ତି ତାଙ୍କୁ ବ୍ରହ୍ମାଙ୍କ ବଚନେ। ତେଣୁ ସିନା ତୁମ୍ଭଙ୍କୁ ମୁଁ ନୀତିଶାସ୍ତ୍ର ଯୋଗେ ବଖାଣ କରି ସବୁ କହିଲୁ ତୁମ୍ଭ ଆଗେ। ମନରେ ରଖ ନିଜେ ସର୍ବଦା ଦିବାନିଶି, ପିପଳ ଛାୟାର ତଳେ କେବେ ହେଁ ନ ବସି। ନ ଜାଣିବା ପଣେ ଅବା ବସିବ ଅଜ୍ଞାନେ, ବିଧିକ୍ରମେ ପବିତ୍ର ହୋଇବ ହୋମ ଦାନେ। ଏହି କଥା ଗୋଟି ଜାଣ ସର୍ବଶାସ୍ତ୍ର ମାନି, ମୁନିଗଣେ ଅନାଇ କହନ୍ତି ସୁତ ମୁନି। ଅଷ୍ଟାଦଶ ସାର ପଦ୍ମ ପୁରାଣ ବିଧାନେ, ସଂକ୍ଷେପ କରି କହିଲୁ କାର୍ତ୍ତିକ ବର୍ଣ୍ଣନେ। ଉତ୍ତରଖଣ୍ଡ ଚରିତ ଅଟେ ଧର୍ମବାଣୀ, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ତ୍ରିଲୋକ ବରଣୀ। ପୁରାଣ କ୍ରମେ ଭବ ଭବାଧି ବିଷ୍ଣୁ ବିଧି, ଏହି ଚାରି ଗୋଟି ଜାଣ ବଚନେ ପ୍ରସିଦ୍ଧି। ପବିତ୍ର ଧର୍ମ ଚରିତ ପୁରାତନ ବାଣୀ, ଯେହୁ କହେ ଅବା ଯେହୁ କର୍ଣ୍ଣ ପଥେ ଶୁଣି। ସେହି ଲୋକମାନଙ୍କର ଅଶେଷ କୀରତି, କେବେ ଅବା ବର୍ଣ୍ଣନା କରିବା ଫଳଶ୍ରୁତି। ଯେ ବଣ ଗୃହରେ ଜାଣ ଆଦ୍ୟ ପ୍ରାନ୍ତ କରି, କାର୍ତ୍ତିକ ବ୍ରତ ବିଧାନ ଯତନେ ଆଚରି। ଜପ ତପ ତୀର୍ଥ ବ୍ରତ ଯଜ୍ଞ ଫଳ ଯେତେ, କାର୍ତ୍ତିକ ପାଳନେ ସବୁ ମିଳଇ କିଞ୍ଚିତେ। ସକଳ ଧର୍ମର ଫଳ ପ୍ରାପତ ହୁଅଇ, ଧନ ଜନ ବିଦ୍ୟା ବଂଶ ବର୍ଦ୍ଧମାନ ହୋଇ। କାର୍ତ୍ତିକ ମହିମା କର୍ଣ୍ଣ ପଥେ ଯେ ଶୁଣଇ, ତାହାର ଶେଷ ଜନ୍ମ ପାତକ ନାଶଇ। ଯଶ ଆୟୁ ଧର୍ମ ମାନ ହୁଅଇ ବର୍ଦ୍ଧିତ, ସିରି ସମ୍ପଦ ସହିତେ ଶୁଭ କର୍ମ ପଥ। ବିଶେଷରେ ମହାଧର୍ମବନ୍ତ ସେ ହୁଅନ୍ତି, ଅଶେଷ ପାତକ ନାଶି ବୈକୁଣ୍ଠେ ବସନ୍ତି। ପୁରାଣ କହେ ନଳିନୀ ବନେ ତେହ୍ନେ ଆପ, ନାଶ ହୁଅଇ ପଦ୍ମ ପୁରାଣେ ଯେହ୍ନେ ପାପ। ଶରୀରକୁ ପାପ ପୀଡ଼ା କରି ନ ପାରଇ, ପୁରାଣ ଶ୍ରବଣେ ସର୍ବ ପାପ ନାଶ ଯାଇ। କ୍ଲେଶ ବ୍ୟାଧି ମନ୍ଦ ଗୁଣ ସବୁ ଯାଏ ନାଶ, କାର୍ତ୍ତିକ ପୁରାଣ ଯେହୁ ଶୁଣେ ହୋଇ ତୋଷ। ସର୍ପଘାତ ଗ୍ରହ ଦୋଷ ଚୌର୍ଯ୍ୟରି ପୁଭୟ, ଅଗ୍ନି ଭୟ ବ୍ୟାଘ୍ର ଭୟ ସବୁ ଯାଏ କ୍ଷୟ। ଜୀବନ୍ତେଣ ସୁଖ ଅନ୍ତେ ବୈକୁଣ୍ଠ ପାଇ, କାର୍ତ୍ତିକ ପୁରାଣ ଯେହୁ ଶ୍ରବଣେ ଶୁଣଇ। ମୃତ୍ୟୁ ହେଲେ ବିଷ୍ଣୁପୁରେ ରହନ୍ତି ନିଶ୍ଚିନ୍ତେ, କାର୍ତ୍ତିକ ବ୍ରତ ପାଳନା କଲେ ବିଧିମତେ।
ଏହିପରି ବଖାଣିଲେ ସୁତ ମହାଜ୍ଞାନୀ। ଶୁଣି କରି ସନ୍ତୋଷ ଲଭିଲେ ସର୍ବମୁନି। ସାଦ୍ୱରେ ଘେନିଲେ ସର୍ବେ ଧର୍ମ ଉପଦେଶ। ପାଳନ କଲେ କାର୍ତ୍ତିକ ମହିମା ଅଶେଷ। ବିଷ୍ଣୁଙ୍କର ଅତି ପ୍ରିୟ ବ୍ରତ ଏ ଅଟଇ। କାର୍ତ୍ତିକ ବ୍ରତ ବୋଲି ଶାସ୍ତ୍ରରେ ଅଛି କହି। ଅତି ଯତନେ କାର୍ତ୍ତିକ ବ୍ରତ ପାଳେ ଯେହୁ। ସଂସାର ମଧ୍ୟରେ ଭାଗ୍ୟବାନ ଅଟେ ସେହୁ। ଏଣୁ ସାଧୁ ସୁଜ୍ଞ ଜନେ ଶୁଣି ଶ୍ରୁତି ପଥେ। କାର୍ତ୍ତିକ ବ୍ରତ ପାଳନା କର ବିଧି ମତେ। ଗୃହ ମଧ୍ୟେ ବସିଥିଲେ ମୁକତି ଭଣ୍ଡାର। ଇଚ୍ଛା ସୁଖେ ପାଖେ ଆସି ହୋଇଲ ହାଜର। କାର୍ତ୍ତିକ ପୁରାଣ ଶୁଣ ଶ୍ରୁତି ପଥ ଦେଇ। ହରି ବୋଲ ହୁଳହୁଳି ଦିଅ ଶ୍ରଦ୍ଧା ବହି। ପୂର୍ଣ୍ଣାହୁତି କର ଶୁଭେ ଦେଇ ଦୀପଦାନ। ନାମ ପ୍ରେମେ ଭଜ ଲକ୍ଷ୍ମୀ ନାରାୟଣ ନାମ। ମୁକ୍ତି କୈବଲ୍ୟ ପ୍ରସାଦ ପାଅ ସର୍ବେ ବାଣ୍ଟି। ଅଶେଷ ପାତକ ରାଶି ସବୁ ଜୀବ ମେଣ୍ଟି। ବାଳକ ମୁଖରେ ବାଳ ଭୋଗ ଦିଅ ବାଣ୍ଟି। ଅତିଥି ଅଭ୍ୟାଗତଙ୍କୁ ସନ୍ତୁଷ୍ଟ କରାଅ। ପାଇବ ଗତି ମୁକତି ଲଭିବ କାରଣ। ଅତି ପୁଣ୍ୟମୟ ଏହି କାର୍ତ୍ତିକ ପୁରାଣ। ପଦ୍ମ ପୁରାଣ ଉତ୍ତର ଖଣ୍ଡର ଏ ବାଣୀ। ପୌର୍ଣ୍ଣମାସୀ ଶେଷ କରି ନାକ ପାଳ ଭଣି। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ପୁରାଣେ अलक्ष्मी स्थान निरूपणे भक्तनाक पाळकृते पौर्णमासी संपूर्णे नाम 32 अध्याय।